କରୁଛି ଆପଣମାନଙ୍କୁ ଆମ ଚ୍ୟାନେଲ କଥାମୃତକୁ। ସମୃଦ୍ଧଶାଳୀ କଳିଙ୍ଗର ସାମ୍ରାଜ୍ଞୀ, ଭୋଗବିଳାସ ପ୍ରାଚୁର୍ଯ୍ୟ ଭିତରେ ପରିପୃଷ୍ଟ ଅମାପ ଶକ୍ତିର ଅଧିକାରିଣୀ, ଇଚ୍ଛା ମାତ୍ରକେ ସବୁକିଛି ସମ୍ଭବ। ସେ ଶୁଣିବାକୁ ପାଇଲେ ଗୀତ ଗୋବିନ୍ଦର ମାହାତ୍ମ୍ୟ। ଗୀତ ଗୋବିନ୍ଦ ନିଜ ଇଷ୍ଟ ଜଗନ୍ନାଥଙ୍କ ଅତି ପ୍ରିୟ। ତାହା ଏତେ ସରସ, ସୁନ୍ଦର, ସାବଲୀଳ ଓ ଭାବ ଉଦ୍ରେକ ଯେ ତାହା ପାଠ କଲେ ଭାଷଣ ତରଳିଯାଏ, କଟାଙ୍ଗ ଯୋଡ଼ି ହୋଇଯାଏ। ବିଶେଷ ଭାବେ ଗୀତ ଗୋବିନ୍ଦର ରଚୟିତା ଜୟଦେବଙ୍କ ପ୍ରାଣପ୍ରିୟା ପଦ୍ମାବତୀଙ୍କ କଣ୍ଠରେ ବିଶେଷ ମନୋଜ୍ଞ ଓ ଆକର୍ଷଣୀୟ। ପଦ୍ମାବତୀଙ୍କ ସୁଲଳିତ କଣ୍ଠରେ ଗୀତ ଗୋବିନ୍ଦ ଅମୃତଧାରା ବର୍ଷଣ କରେ। ଶ୍ରୀମନ୍ଦିରରେ ଜଗନ୍ନାଥଙ୍କ ସମ୍ମୁଖରେ ଗାନ କଲାବେଳେ ପ୍ରଭୁ ପୁଲକିତ ହୋଇ ଗୀତର ପଦେ ପଦେ ମଥା ହଲାଉଥାନ୍ତି। ତେଣୁ ମହାରାଣୀ ଉତ୍କଣ୍ଠିତ କିପରି ପଦ୍ମାବତୀଙ୍କ ଠାରୁ ଗୀତ ଗୋବିନ୍ଦ ଶ୍ରବଣ କରିବେ। ଅତଏବ କଟକ ବାରବାଟୀ ଦୁର୍ଗ ଛାଡ଼ି ଚାଲି ଆସିଛନ୍ତି ପୁରୀ ଶ୍ରୀନଅରକୁ। ଶ୍ରୀକ୍ଷେତ୍ର ନଅରକୁ ଆସିଲା ଦିନଠାରୁ ପଦ୍ମାବତୀଙ୍କୁ ଡକାଇ ପଠାଇଛନ୍ତି, କିନ୍ତୁ ପଦ୍ମାବତୀଙ୍କ ଦେଖା ନାହିଁ। ପଦ୍ମାବତୀ କହି ପଠାଇଛନ୍ତି ତାଙ୍କ ସ୍ୱାମୀ ଜୟଦେବ ଗୋସ୍ୱାମୀ ଆଶ୍ରମରେ ନାହାନ୍ତି। ସ୍ୱାମୀଙ୍କ ବିନା ଅନୁମତିରେ କିପରି ଅବା ରାଜନଗରକୁ ଯିବେ। ତେଣୁ କଳିଙ୍ଗ ମହାରାଣୀଙ୍କ ଆଦେଶ ପାଳନ କରିବାକୁ ସେ ପୂରାପୂରି ଅକ୍ଷମ। ପଦ୍ମାବତୀଙ୍କ ଠାରୁ ଗୀତ ଗୋବିନ୍ଦ ଶ୍ରବଣ ନିଶା କଳିଙ୍ଗ ମହାରାଣୀଙ୍କର ପ୍ରବଳରୁ ପ୍ରବଳତର ହେବା ପରିପ୍ରେକ୍ଷୀରେ ପଦ୍ମାବତୀଙ୍କ ନାସ୍ତି ସୂଚକ ସନ୍ଦେଶ ତାଙ୍କୁ ଅସହ୍ୟବୋଧ ହେଲା। ଏକଥା ସମସ୍ତେ ଜାଣନ୍ତି ଯେ ମହାରାଣୀଙ୍କ ଆଦେଶ ଉଲ୍ଲଙ୍ଘନ କଲେ କି ପ୍ରକାର ବିଷମ ପରିସ୍ଥିତି ସୃଷ୍ଟି ହୋଇପାରେ। ତଥାପି ପଦ୍ମାବତୀଙ୍କର ସେଥିପ୍ରତି ଦୃଷ୍ଟି ନଥିଲା। ସେ ଭାବୁଥିଲେ ଦେଶର ରାଜା ଓ ଠାକୁରଙ୍କୁ ଉପେକ୍ଷା କରିହେବ, କିନ୍ତୁ ସ୍ୱାମୀଙ୍କୁ ନୁହେଁ। କାରଣ ସ୍ୱାମୀ ହେଉଛନ୍ତି ଇହପର କାଳର ଦେବତା। ସ୍ୱାମୀ ବିନା ସ୍ତ୍ରୀର ଅସ୍ତିତ୍ୱ କିଛି ନାହିଁ। ସ୍ୱାମୀଙ୍କ ବିନା ପରାମର୍ଶରେ ଜଣେ ସତୀ ସ୍ତ୍ରୀ କିଛି କରେ ନାହିଁ। ତେଣୁ ପଦ୍ମାବତୀ ସ୍ୱାମୀଙ୍କ ଆଦେଶକୁ ପ୍ରତୀକ୍ଷା କରି ରାଜଶକ୍ତିକୁ ମଧ୍ୟ ଉପେକ୍ଷା କରିଥିଲେ। ମହାରାଣୀ ନିଜର ସହଚରୀ ଓ ଗୁପ୍ତଚରମାନଙ୍କ ଦ୍ୱାରା ଜୟଦେବ ଓ ପଦ୍ମାବତୀଙ୍କ ସମ୍ବାଦ ସଂଗ୍ରହ କରୁଥିଲେ। ଦିନ ଆସିଲା, ପଦ୍ମାବତୀ ଶ୍ରୀନଅରକୁ ଯିବା ପାଇଁ ଖବର ପ୍ରେରଣ କଲେ। ମହାରାଣୀ ନିଜ ସହଚରୀଙ୍କୁ ପଠାଇ ପଦ୍ମାବତୀଙ୍କୁ ଶ୍ରୀନଅରକୁ ଅଣାଇଲେ। କଳିଙ୍ଗ ମହାରାଣୀଙ୍କ ଅନ୍ଦରମହଲ ସୁସଜ୍ଜିତ ପ୍ରକୋଷ୍ଠ। ଗୋଟିଏ ପଟରେ ନାରୀମାନେ ନିଜ ନିଜର ବାଦ୍ୟଯନ୍ତ୍ର ସହ ଉପବିଷ୍ଟ, ଅନ୍ୟ ପାର୍ଶ୍ୱରେ ଦାସୀ ପରିଜନମାନଙ୍କ ଗହଣରେ ମହାରାଣୀ, ମଧ୍ୟରେ ପଦ୍ମାବତୀ। ସମସ୍ତଙ୍କ ସମ୍ମୁଖରେ ଫୁଲମଞ୍ଚ ଉପରେ ବିଜେ କରିଛନ୍ତି କାଳିଆ ଠାକୁର। ବାଦ୍ୟର ଝଙ୍କାର ଭିତରେ ପଦ୍ମାବତୀ ଭାବବିଭୋର ହୋଇ ବୀଣାଜିଣା କଣ୍ଠରେ ଗାଇ ଚାଲିଲେ ଗୀତ ଗୋବିନ୍ଦ। ବାଦ୍ୟର ତାଳେ ତାଳେ, ଗୀତର ଛନ୍ଦେ ଛନ୍ଦେ ଏକ ନୂତନ ପୁଲକ, ଏକ ନୂତନ ପରିବେଶ ସୃଷ୍ଟି ହେଲା। ରାଣୀ ଅନ୍ତପୁରରେ କ୍ରମଶଃ ମଧୁର ରୋମାଞ୍ଚ, ପରମାନନ୍ଦ ସଞ୍ଚାରିତ ହେଲା। ସମସ୍ତଙ୍କ ଭିତରେ ସମସ୍ତେ ନୀରବ, ନିସ୍ପନ୍ଦ। ମହାରାଣୀ ଦେଖିଲେ ମହାପ୍ରଭୁ ଜଗନ୍ନାଥଙ୍କ ଚକାନୟନରୁ ଆନନ୍ଦାଶ୍ରୁ ବିଗଳିତ ହେଉଛି। ବଙ୍କିମ ଅଧରରୁ ଛଳ ଛଳ ହସ ଝରି ଆସୁଛି। କିଛି ସମୟ ପରେ ବନ୍ଦ ହୋଇଗଲା ଗୀତ ଗୋବିନ୍ଦ। ଧୀରେ ଧୀରେ ପ୍ରକୃତିସ୍ଥ ହୋଇ ଉଠିଲେ ସମସ୍ତେ। ସମସ୍ତଙ୍କ ମୁଖରେ ପଦ୍ମାବତୀଙ୍କ ପ୍ରଶଂସା। ମହାରାଣୀ ନିଜକୁ ଆୟତ୍ତ କରି ନ ପାରି ପଦ୍ମାବତୀଙ୍କୁ କୋଳାଗ୍ରତ କରି କହି ଉଠିଲେ, ଧନ୍ୟ ତୁମେ ପଦ୍ମାବତୀ, ଧନ୍ୟ ଧନ୍ୟ ତୁମ ଜୀବନ, ଧନ୍ୟ ତୁମ କଣ୍ଠସ୍ୱର ଓ ଭାବ। ପଦ୍ମାବତୀ ଲଜ୍ଜିତ ହୋଇ କହିଲେ, ସବୁ ପ୍ରଶଂସାର ଅଧିକାରୀ କେବଳ କବିରାଜ ପରମହଂସ ଜୟଦେବ। ତାଙ୍କରି ଲିଖିତ ଗୀତ ଗୋବିନ୍ଦର ପ୍ରଭାବ ଆଉ ସର୍ବୋପରି ସ୍ୱାମୀଙ୍କ ପ୍ରେରଣା ଓ ପ୍ରେମରେ ଯାହା କିଛି ସମ୍ଭବ। ତାଙ୍କ ବିହୁନରେ ମୋର କୌଣସି ଅସ୍ତିତ୍ୱ ନାହିଁ। ସେ ସୂର୍ଯ୍ୟ ହେଲେ ମୁଁ କେବଳ ତାଙ୍କରି କିରଣ। ମହାରାଣୀ କହିଲେ, ସତରେ ତୁମେ ଜୟଦେବଙ୍କୁ ଏତେ ଭଲ ପାଅ? ତୁମେ ତ ଜୟଦେବଙ୍କୁ ବିବାହ କରିନାହଁ, ଖାଲି ଯାହା ତାଙ୍କ ପାଖରେ ଅଛ। ବିବାହ ନ କରି କ'ଣ କେହି ସ୍ୱାମୀ ସ୍ତ୍ରୀ ହୋଇପାରନ୍ତି? କଥା ଛଡ଼ାଇ ପଦ୍ମାବତୀ କହିଲେ,
କିଏ କହିଲା ମୁଁ ତାଙ୍କୁ ବିବାହ କରି ନାହିଁ ବୋଲି? ଯଦିଚ ବେଦୀ ପକାଇ ବ୍ରାହ୍ମଣଙ୍କ ମନ୍ତ୍ର ଉଚ୍ଚାରଣ ଭିତରେ ଆମର ବିବାହ ହୋଇନାହିଁ, ତଥାପି ଆମେ ଦୁହେଁ ବାହା ହୋଇଛୁ। ଭଗବାନଙ୍କ ଆଦେଶ ପ୍ରକାରେ ମହାପ୍ରଭୁ ଜଗନ୍ନାଥଙ୍କୁ ସାକ୍ଷୀ ରଖି ଆମେ ବିବାହ କରିଛୁ। ଭଗବାନଙ୍କ ଆଦେଶ ପ୍ରକାରେ ପୁରୁଷ ଗ୍ରହଣ କରି ଯେପରି ମନ୍ଦୋଦରୀ, ତାରା, ଅହଲ୍ୟା, ଦ୍ରୌପଦୀ ଓ କୁନ୍ତୀ ସତୀ ହେଲେ, ସେହିପରି ଭଗବାନ ଜଗନ୍ନାଥଙ୍କ ଆଦେଶ ଅନୁଯାୟୀ ଜୟଦେବଙ୍କୁ ମୁଁ ସ୍ୱାମୀ ରୂପେ ଗ୍ରହଣ କରିଛି। ଜୟଦେବ ମଧ୍ୟ ରାଧାକୃଷ୍ଣଙ୍କୁ ସାକ୍ଷୀ ରଖି ମୋତେ ପତ୍ନୀ ରୂପେ ଗ୍ରହଣ କରିଛନ୍ତି। ଜୟଦେବ ହିଁ ମୋର ସ୍ୱାମୀ, ତାଙ୍କ ବିନା ମୁଁ ବଞ୍ଚିପାରିବି ନାହିଁ। ଯିଏ ପ୍ରକୃତ ସ୍ତ୍ରୀ ସେ ସ୍ୱାମୀ ଅନୁଗତା ହୁଅନ୍ତି, ସ୍ୱାମୀଙ୍କ ଇଚ୍ଛା ଓ କର୍ମରେ ଅନୁପ୍ରାଣିତ ହୁଅନ୍ତି, ନିଜକୁ ସ୍ୱାମୀଙ୍କ ଠାରେ ହଜାଇ ଦିଅନ୍ତି। ସ୍ୱାମୀ ବିହୁନେ ସ୍ତ୍ରୀର ଅସ୍ତିତ୍ୱ ନଥାଏ। କହିବା ବାହୁଲ୍ୟ, ସ୍ୱାମୀ ଜୟଦେବ ହିଁ ମୋ ଶରୀରର ପ୍ରାଣ। ସ୍ୱାମୀ ଥିବା ପର୍ଯ୍ୟନ୍ତ ମୁଁ ବଞ୍ଚି ରହି ସ୍ୱାମୀଙ୍କ ସେବା କରିବି ଏବଂ ଗୀତ ଗୋବିନ୍ଦ ଗାନ କରି ଠାକୁରଙ୍କ ପ୍ରୀତିବର୍ଦ୍ଧନ କରୁଥିବି। ପଦ୍ମାବତୀର ସ୍ୱାମୀ ଅନୁଗତା ପ୍ରାଣର ଭୂମର କଥା ଶୁଣି ମହାରାଣୀ ମନରେ ରାଜସିକ ଭାବ ଉଦ୍ରେକ ହେଲା। ସେ ଭାବିଲେ, ପତିପ୍ରାଣ ହେବା ସ୍ତ୍ରୀ କଳିଯୁଗରେ ଦୁର୍ଲଭ, କେବଳ ଲୋକଙ୍କ ଆଗରେ ଦେଖାଇ ହେବା କଥା। ଏମିତି ବଡ଼ ବଡ଼ କଥା କହୁଥିବା ସ୍ତ୍ରୀଙ୍କୁ ପଦାରେ ପକାଇ ଦେବା ଉଚିତ ଭାବି ଥରେ ପରୀକ୍ଷା କରିନେଲେ କିପରି ହୁଅନ୍ତା। ଆଉ ଦିନକର କଥା, ମହାରାଣୀଙ୍କ ଡାକରା ପାଇ ପଦ୍ମାବତୀ ଆସିଲେ ଶ୍ରୀନଅରକୁ। ମହାରାଣୀ ବଡ଼ ଆଡ଼ମ୍ବର ସହ ପାଛୋଟି ନେଲେ ପଦ୍ମାବତୀଙ୍କୁ। ଉଚିତ ଆସନ ଦେଇ କଥୋପକଥନ ଚଳାଇଲେ। କଥାଳାପ ଭିତରେ ଜଣେ ଦାସୀ ଆସି ମହାରାଣୀଙ୍କୁ ଡାକି କ'ଣ କହିଗଲା। ମହାରାଣୀ ଉଦ୍ବେଗରେ ଛଳନା କରି କହିଲେ, ପଦ୍ମାବତୀ, ତୁମକୁ କହିବାକୁ ଜିହ୍ୱା ଓଲଟୁ ନାହିଁ। ଦାସୀ ଆସି ସମ୍ବାଦ ଦେଇଗଲା ଯେ ଜୟଦେବ ଆଉ ଇହ ଜଗତରେ ନାହାନ୍ତି। ଅଜ୍ଞାତ ବ୍ୟକ୍ତିର ଶରାଘାତରେ ସଙ୍ଗେ ସଙ୍ଗେ ପ୍ରାଣବାୟୁ ଚାଲିଗଲା। ରାଣୀଙ୍କ ମୁଖରୁ ସ୍ୱାମୀଙ୍କ ମୃତ୍ୟୁ ସମ୍ବାଦ ଶୁଣି ପଦ୍ମାବତୀ ଗମ୍ଭୀର ହୋଇ କହି ଉଠିଲେ, ସ୍ୱାମୀ, ମୋତେ ସାଙ୍ଗରେ ନ ନେଇ ଏକଲା ଚାଲିଗଲ। ତୁମ ବିହୁନେ ମୋ ପ୍ରାଣ ନିରର୍ଥକ, ଆଉ ବଞ୍ଚି ରହିବି କାହା ପାଇଁ? ସେ ବସିବା ସ୍ଥାନରେ ଏକ ଦୀର୍ଘ ନିଶ୍ୱାସ ପକାଇ ଟଳି ପଡ଼ିଲେ। ଶରୀର ଧୀରେ ଧୀରେ ନିସ୍ତେଜ ହୋଇ ଆସିଲା। ମୁହୂର୍ତ୍ତକ ମଧ୍ୟରେ ସାରା ଦେହଟି ସ୍ଥିର ହୋଇଗଲା। ଦୁଃଖ ସମ୍ବାଦ ଶୁଣି ପଦ୍ମାବତୀ କାଳେ ମୂର୍ଚ୍ଛା ହୋଇଯାଇଥିବେ ଭାବି ରାଣୀ ସମେତ ଦାସୀମାନେ ମୁହଁରେ ପାଣି ଛିଞ୍ଚି କାନ ଓ ପାଟିରେ ଫୁଙ୍କି ସଂଜ୍ଞା ଫେରାଇ ଆଣିବାକୁ ଚେଷ୍ଟା କଲେ। ସବୁ ଚେଷ୍ଟା ବ୍ୟର୍ଥ ହେଲା ପରେ ମହାରାଣୀ ବିଚଳିତ ହୋଇ ଉଠିଲେ। ରାଜବୈଦ୍ୟଙ୍କୁ ଡକାଇ ପଠାଇଲେ। ରାଜବୈଦ୍ୟ ଆସି ଦେଖିଲେ ପଦ୍ମାବତୀଙ୍କ ନାଡ଼ି ସ୍ପନ୍ଦନ ନାହିଁ। ସାରା ଶରୀରରେ ବନ୍ଦ ହୋଇଯାଇଛି ନିଶ୍ୱାସ ପ୍ରଶ୍ୱାସ। ସବୁ ଦେଖି ରାଜବୈଦ୍ୟ ଘୋଷଣା କଲେ, ପଦ୍ମାବତୀଙ୍କ ଶରୀରରେ ଜୀବନ ନାହିଁ, ସେ ମୃତା। ସତରେ ପଦ୍ମାବତୀର ପ୍ରାଣବାୟୁ ଚାଲିଗଲା ଭାବି ମହାରାଣୀ ବିପଦ ଗଣିଲେ। ନିଜର ଖିଆଲ ଯୋଗୁଁ କେତେ ଅନୁତାପ କଲେ, କେତେ କାନ୍ଦିଲେ। ନିଜର ମୂର୍ଖାମି ଓ ସତୀତ୍ୱର ତରାଜୁରେ ପଦ୍ମାବତୀଙ୍କୁ ତୁଳନା କରୁଥିବା ଯୋଗୁଁ ନିଜକୁ ଧିକ୍କାରିଲେ। ଜାଣି ଜାଣି ଗୋଟିଏ ସତୀ ନିଷ୍ପାପ ନାରୀର କାଳ ହୋଇଗଲା। ବ୍ୟସ୍ତ ହୋଇ ବଡ଼ ପାଟିରେ କହି ଉଠିଲେ, ହେ ସତୀ ପଦ୍ମାବତୀ, ମୁଁ ତୁମ ନିକଟରେ ଅପରାଧ କରିଛି। ଦୟାକର ନିଜ ଦେହକୁ ଫେରି ଆସ। ତୁମ ସ୍ୱାମୀ କବି ଚକ୍ରବର୍ତ୍ତୀ ଜୟଦେବ ବଞ୍ଚିଛନ୍ତି। କେବଳ ଛଳନାରେ ତୁମକୁ ପ୍ରତାରିତ କରିଥିଲି। ବଞ୍ଚି ଉଠ ପଦ୍ମା, ବଞ୍ଚି ଉଠ। ହେ ମହାପ୍ରଭୁ ଜଗନ୍ନାଥ, ତୁମେ ମୋତେ ସହାୟ ହୁଅ, ମୋତେ ରକ୍ଷା କର। ପଦ୍ମାବତୀଙ୍କୁ ବଞ୍ଚାଇ ଦିଅ। ଜୟଦେବଙ୍କୁ ମୁଁ କ'ଣ ବୋଲି କହିବି? ସମ୍ବାଦଟି ବିଜୁଳି ପରି ଚାରିଆଡ଼େ ବ୍ୟାପିଗଲା। ମହାରାଜା ଜୟଦେବଙ୍କୁ ସାଙ୍ଗରେ ଧରି ପ୍ରବେଶ କଲେ ରାଣୀ ଅନ୍ତପୁରେ। ବ୍ୟସ୍ତ ହୋଇ ଉଠିଲେ ପଦ୍ମାର ଜଡ଼ ଶରୀର ଦେଖି। ସ୍ଥାନ କାଳ ପାତ୍ର ଭୁଲି ସାଧାରଣ ଲୋକଲଜ୍ଜା ତ୍ୟାଗ କରି ଜୟଦେବ ଚିତ୍କାର କରି ଡାକିଲେ, ପଦ୍ମା, ପଦ୍ମା ବୋଲି। ପାଖରେ ବସି ପଡ଼ି ପଦ୍ମାର ଚିବୁକକୁ ହଲାଇ ବାହୁକୁ ଦୋହଲାଇ ତୁହାଇ ତୁହାଇ ଡାକି କହିଲେ, ନୟନ ପେଡ଼ି ଦେଖ ପଦ୍ମା, ମୁଁ ତୁମର ସ୍ୱାମୀ ଜୟଦେବ ଆସିଛି। ଉଠ, ଆଖି ଖୋଲ ପ୍ରିୟା, ଶ୍ରୀମନ୍ଦିରକୁ ଯିବା। ଗୀତ ଗୋବିନ୍ଦ ଗାନ କରିବାକୁ ସମୟ ହୋଇ ଆସିଲାଣି। ଉଠ, ଉଠ ପଦ୍ମା।
ପଦ୍ମାବତୀ ନ ଉଠିବା ଦେଖି ଜୟଦେବ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଖୋଲା ହାତ ଟେକି କହିଲେ, ହେ ପ୍ରଭୁ, ତୁମ ଆଗରେ ଗୀତ ଗୋବିନ୍ଦ ଗାଇବ କିଏ, ନାଚିବ କିଏ? ପଦ୍ମାବତୀ ବିନା କ'ଣ ମୁଁ ତୁମ ସେବା କରିପାରିବି? ଜୟଦେବଙ୍କ ସ୍ତ୍ରୀ ପଦ୍ମାବତୀର ମୃତ୍ୟୁ କିପରି ହେଲା ମହାରାଜ ଜାଣିବାକୁ ଚାହିଁଲେ। ଅନୁସନ୍ଧାନ ପରେ ଜାଣିପାରିଲେ ସବୁରି ମୂଳରେ ମହାରାଣୀ। ତେଣୁ ମହାରାଣୀଙ୍କୁ ତାର ଯଥାର୍ଥ ଉତ୍ତର ଦେବା ନିମନ୍ତେ ଆଦେଶ ଦେଲେ। ମହାରାଣୀ କହିଲେ, ପଦ୍ମାବତୀଙ୍କର ଗୋଟିଏ କଥା ମୋତେ ସନ୍ଦେହରେ ପକାଇ ଦେଇଥିଲା। ତେଣୁ କୌତୂହଳରେ ତାର ପରୀକ୍ଷା କରିବାକୁ ମନସ୍ଥ କରିଥିଲି। ସେ ସବୁବେଳେ କହୁଥିଲେ, ସ୍ୱାମୀ ହେଉଛନ୍ତି ସ୍ତ୍ରୀର ପ୍ରାଣ। ସ୍ୱାମୀ ବଞ୍ଚିଥିବା ପର୍ଯ୍ୟନ୍ତ କେବଳ ସ୍ତ୍ରୀ ବଞ୍ଚି ରହିବା ଅଧିକାର। ସ୍ୱାମୀଙ୍କ ମୃତ୍ୟୁ ଖବର ଜାଣିବା ପରେ ଯଦି ସ୍ତ୍ରୀର ପ୍ରାଣ ଛାଡ଼ି ନ ଯାଇଥାଏ, ତେବେ ସେ ସ୍ତ୍ରୀ ନୁହେଁ, ସେ ଏକ ଛଳନାମୟୀ ନାରୀ। ଏହା ତାଙ୍କର ଆତ୍ମବଡ଼ିମା ବୋଲି ମୁଁ ଧରି ନେଇଥିଲି। ତେଣୁ କୌତୂହଳରେ ପଦ୍ମାକୁ ମିଥ୍ୟା ସମ୍ବାଦ ଦେଇ ତା ସତୀତ୍ୱର ପରୀକ୍ଷା କରିଥିଲି। ଏହା ମୋର ଦୋଷ ମହାରାଜା, ମୋତେ କ୍ଷମା କରନ୍ତୁ। ମହାରାଜା କହିଲେ, ମୁଁ ଏ ଦେଶର ରାଜା। ମୋର ଦେଶର ଇଷ୍ଟ ଜଗନ୍ନାଥଙ୍କ ଜଣେ ପରମ ଭକ୍ତକୁ ମିଥ୍ୟା କହି ମାରିଦେବା ତୁମର ଗୁରୁତର ଅପରାଧ। ଏହି ଅପରାଧର କ୍ଷମା ନାହିଁ। ତୁମେ ପ୍ରାଣଦଣ୍ଡ ପାଇବା ଯୋଗ୍ୟ। ମାତ୍ର ଜଣେ ନାରୀ ହୋଇଥିବା ଯୋଗୁଁ ମୋ ରାଜ୍ୟରୁ ନିର୍ବାସନ କରୁଛି। ଏହି ମୁହୂର୍ତ୍ତରେ ଏ ରାଜ୍ୟ ଛାଡ଼ି ଚାଲିଯାଅ। ରାଣୀ ମଧ୍ୟ ରାଜାଦେଶ ପାଳନ କରିବାକୁ ପ୍ରସ୍ତୁତ ହୋଇଗଲେ। ରାଣୀ ହଂସପୁରରେ ବିଷାଦର ଛାୟା ଖେଳିଗଲା। ସମସ୍ତଙ୍କ ଆଖିରେ ଲୁହ। ଗଜପତିଙ୍କ ଆଦେଶ ଶୁଣି ଜୟଦେବ ଗୋସ୍ୱାମୀ ମହାରାଜଙ୍କୁ ବିନତି ହୋଇ କହିଲେ, ହେ ଠାକୁର ରାଜା, ଆପଣ ରାଣୀଙ୍କୁ ନିର୍ବାସନ ଦଣ୍ଡ ଦେଇ ମୋତେ ଆହୁରି ଦୁଃଖିତ କରିଦେଲେ। କେଉଁ ରାଜ୍ୟରେ ରାଣୀ ନଥିଲେ ଚଳିଯାଇପାରେ, କିନ୍ତୁ ଜଗନ୍ନାଥଙ୍କ ରାଜ୍ୟରେ ରାଣୀ ନଥିଲେ ଚଳିବ ନାହିଁ। ସେ ପରା ଜଗନ୍ନାଥଙ୍କ ଲକ୍ଷ୍ମୀ, ପ୍ରଭୁଙ୍କ ପ୍ରଧାନ ସେବିକା। ଆପଣ ରାଣୀଙ୍କୁ ନିର୍ବାସିତା କରି ଠାକୁରଙ୍କ ସେବାରେ ବ୍ୟାହତ କରନ୍ତୁ ନାହିଁ। ଏଥିଦ୍ୱାରା ରାଜ୍ୟରେ ଅଯଥା ଅଶାନ୍ତି ଝଡ଼ ସୃଷ୍ଟି ହୋଇ ଦୁଃଖର ବାତ୍ୟା ହିଁ ବହିବ। ମୋ ପଦ୍ମାବତୀ ମରିନାହିଁ। ପଦ୍ମାବତୀଙ୍କ ଦୃଢ଼ ବିଶ୍ୱାସ, ମୁଁ ଜୟଦେବ ତାଙ୍କର ପ୍ରାଣ ଯେତେବେଳେ ଜୀବିତ, ଶରୀରର ମୃତ୍ୟୁ ହେଲା କିପରି? ସେ ପୂର୍ଣ୍ଣତଃ ବଞ୍ଚିଛି। ଆପଣ ନିଶ୍ଚିନ୍ତରେ ରୁହନ୍ତୁ। ମୁଁ ଗୀତ ଗୋବିନ୍ଦ ପାଠ କରିବି। ଗୀତ ଗୋବିନ୍ଦର ଶକ୍ତି ଅସୀମ। ତାର ପ୍ରଭାବରେ ପଦ୍ମା ବଞ୍ଚି ଉଠିବ। ମୋଟେ ବ୍ୟସ୍ତ ହୁଅନ୍ତୁ ନାହିଁ। ଆଶ୍ଚର୍ଯ୍ୟ ହୋଇଗଲେ ଜନତା। ବିସ୍ମିତ ହେଲେ ମହାରାଜା। ସମସ୍ତେ ଭାବିଲେ, ଜୟଦେବ ପାଗଳ ହୋଇଯାଇଛନ୍ତି। ମଲା ମଣିଷ କେବେ ବଞ୍ଚି ଉଠେ? ଜୟଦେବ ପାଠ କଲେ ଜଗନ୍ନାଥଙ୍କ ପ୍ରିୟ ଗୀତ ଗୋବିନ୍ଦ। ଭାବ ବିଭୋର ହୋଇ ଲଳିତ କଣ୍ଠରେ ଶ୍ଲୋକ ପରେ ଶ୍ଲୋକ, ଛନ୍ଦ ପରେ ଛନ୍ଦ ଗାଇ ଚାଲିଲେ। ରାଣୀ ଅନ୍ତପୁର ପାଲଟିଗଲା ଦିବ୍ୟ ଗୋଲକଧାମ। ଅପୂର୍ବ ସୁଗନ୍ଧରେ ମହକି ଉଠିଲା ଚତୁର୍ଦିଗ। ପରମାନନ୍ଦ ବାତାବରଣ ଖେଳିଗଲା। ପୁଲକିତ ହୋଇ ଉଠିଲେ ସମସ୍ତେ। କଢ଼ ଥିବା ପୁଷ୍ପ ପ୍ରସ୍ଫୁଟିତ ହେଲା। କଞ୍ଚା ଫଳ ପକ୍ୱ ହେଲା। ମଞ୍ଜିରୁ ଅଙ୍କୁରୋଦଗମ ହେଲା। ପାଷାଣ ତରଳିଗଲା। ଦୀପ ସବୁ ଜଳି ଉଠିଲା। ବୃଦ୍ଧ କୋଠରୀରେ ଝିପି ଝିପି ବର୍ଷା ହେଲା। ମୃତ ଜୀବ ବଞ୍ଚି ଉଠିଲା। ଶବ ହୋଇ ପଡ଼ିଥିବା ପଦ୍ମାବତୀଙ୍କ ଦେହରେ ପ୍ରାଣ ସଞ୍ଚରିତ ହେଲା। ସେ ଉଠି ପଡ଼ି ସ୍ୱାମୀଙ୍କ କଣ୍ଠ ସହିତ କଣ୍ଠ ମିଳାଇ ଗୀତ ଗୋବିନ୍ଦ ଗାନ କଲେ। କି ଅପୂର୍ବ, କି ଚମତ୍କାର ଦୃଶ୍ୟ ସେ! ଭାବ ବିଭୋର ହୋଇ ସମସ୍ତେ ଚିତ୍କାର କଲେ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଗୀତ ଗୋବିନ୍ଦ, ଜୟ ଜୟ ଦେବ ଗୋସ୍ୱାମୀ, ଜୟ ପଦ୍ମାବତୀ। ବନ୍ଧୁମାନେ, ଗୀତ ଗୋବିନ୍ଦର ଶକ୍ତି ଯଦି ଆପଣମାନଙ୍କୁ ଭଲ ଲାଗୁଥାଏ, ଗୋଟେ ଲାଇକ୍ କରନ୍ତୁ। କମେଣ୍ଟ ବକ୍ସରେ ଲେଖି ଜଣାନ୍ତୁ କେମିତି ଲାଗୁଛି। ସବସ୍କ୍ରାଇବ୍ କରିନଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନିଅନ୍ତୁ। ସେୟାର କରି ସମସ୍ତଙ୍କ ପାଖରେ ପହଞ୍ଚାନ୍ତୁ, କାରଣ ବିଷୟବସ୍ତୁଟି ବହୁତ ସୁନ୍ଦର, ସମସ୍ତଙ୍କ ଜାଣିବାର କଥା। ରହୁଛି, ନମସ୍କାର, ଜୟ ଜଗନ୍ନାଥ, ରାଧେ ରାଧେ। ଓಂ ନମୋ ଭଗବତେ ବାସୁଦେବାୟ।